ଆଧୁନିକ ଓଡ଼ିଆ କବି ଏବଂ ଏକଦା ଇଂରାଜୀ ଅଧ୍ୟାପକ ତଥା ଅଧ୍ୟକ୍ଷ ଥିବା ଓଡ଼ିଶାର ବିଭିନ୍ନ ସରକାରୀ କଲେଜରେ ଚାକିରି କରିଥିବା କବି ଗୁରୁପ୍ରସାଦ ମହାନ୍ତିଙ୍କ ରଚିତ ଓ ତାଙ୍କର ସମୁଦ୍ର ସ୍ନାନ ନାମକ କବିତା ପୁସ୍ତକରେ ସ୍ଥାନିତ ବୌଦ୍ଧିକ ଦୁର୍ବୋଧ୍ୟ କବିତା ଆଖିର କପୋତ ମୋରରେ ନାରୀ ପୁରୁଷ ମଣିଷର ଏକାଠି ବିବାହିତ ପାରିବାରିକ ଦାମ୍ପତ୍ୟ ଜୀବନ ଅତିବାହିତର ଭାବ୍ୟଚିତ୍ର ଲେଖନୀ ତୁଳିରେ ଆଙ୍କିଛନ୍ତି। ଓଡ଼ିଆ ପାଠକଙ୍କୁ ଭେଟି ଦେଇଛନ୍ତି। କାବ୍ୟର ଶୋଭା ବିଧାୟକ ଧର୍ମର ଅଳଙ୍କାରର ଆଳଙ୍କାରିକ ସୁଷମା ଯଥା ପ୍ରତୀକ ରୂପକ ମିଥ୍ ଚିତ୍ରକଳ୍ପର ବହୁଳ ପ୍ରୟୋଗ ଏବଂ କୃତ୍ରିମ ଭାଷା ବ୍ୟବହାର କବିତାକୁ ଜଟିଳ ଦୁର୍ବୋଧ୍ୟ ବୌଦ୍ଧିକ କରିଥିବାରୁ କବିତାଟି ପଢ଼ିବାକୁ ଭଲ ଲାଗୁଥିଲେ ବି ସହଜରେ ଏବଂ ପ୍ରଥମ ପାଠରେ କିନ୍ତୁ ସବିଶେଷ ବୁଝି ହୁଏ ନାହିଁ। ବୁଝି ହୋଇ ନ ପାରିବାରୁ କିଛି ସମାଲୋଚକ କବିତାର ଭୁଲ ଅର୍ଥ କାଢ଼ିଛନ୍ତି। ଭ୍ରମିତ ବ୍ୟାଖ୍ୟା କରି କବିତାର ଅନ୍ତର୍ନିହିତ ଭିତିରିଆ ମହତ୍ତ୍ୱକୁ କ୍ଷୁର୍ଣ୍ଣ କରିଛନ୍ତି। ରଚନା ଦିଗରୁ ଭଲ ଥିବା କବିତାଟି ବୁଝି ଉପଲବ୍ଧି କରିବା ଦିଗରୁ କିନ୍ତୁ ଉପଭୋଗ୍ୟ ହୋଇପାରିନାହିଁ। କବିତାଟି ସମୀକ୍ଷା ଦୃଷ୍ଟିରୁ ତା'ର ଉପଯୁକ୍ତ ମର୍ଯ୍ୟାଦା ପାଇନାହିଁ। ଫଳରେ କବିତାକୁ ସହଜରେ ବୁଝିପାରୁ ନଥିବା ପାଠକ ତଥା ସମୀକ୍ଷକ ହାତରେ କବିତାଟି ମାଙ୍କଡ଼ ହାତରେ ଶାଳଗ୍ରାମ ପାଲଟି ଯାଇ ବାଜେ କବିତାର ବାଜେ ସମୀକ୍ଷାର ଦୁର୍ନାମ ପାଇଛି। କବିତାଟି ପ୍ରକୃତରେ ଏହା ନୁହେଁ, ବରଂ ବାନ୍ଧି ଜାଣିଲେ ମଥା ସୁନ୍ଦର ଏବଂ କହି ଜାଣିଲେ କଥା ସୁନ୍ଦରର ରୂପ ଦିଏ। କବିର କଷ୍ଟାର୍ଜିତ ବୁଦ୍ଧି ସମ୍ପ୍ରେଡ଼ିତ ମନୋରମ କାଳଜୟୀ ଅମର କୀର୍ତ୍ତି ତଥା କୃତିତ୍ୱ ହେଉଛି ଆଖିର କପୋତ ମୋର ନାମକ କବିତା। କବିତା ସଂକ୍ଷିପ୍ତ ପରିସରରେ ରଚିତ, ଅସ୍ପଷ୍ଟ ଭାବରେ ପ୍ରକାଶିତ। କବିତାର ସ୍ୱଧର୍ମ ହେଲା ପାରଦର୍ଶିତାକୁ ଦେଖାଇବା, କୀର୍ତ୍ତିଯଶ ହେବା। ଆଖିର କପୋତ ମୋର କବିତାଟି ପ୍ରକୃତରେ ଏହି ଧରଣର। କବି କବିତାରେ ନିଜେ ଜଣେ ଅଙ୍ଗୀଭୂତ ଚରିତ୍ର ପାଲଟି ଯାଇ ନିଜର ପ୍ରାଣପ୍ରିୟା ପତ୍ନୀଙ୍କୁ ସ୍ୱକୀୟ ପାରିବାରିକ ବୈବାହିକ ଦାମ୍ପତ୍ୟ ଜୀବନର ଗାଥା ଶୁଣାଇଛନ୍ତି ଆତ୍ମମୁଖୀନ ଶୈଳୀରେ। ଏକାନ୍ତ ବ୍ୟକ୍ତିଗତ ଭିତ୍ତିରେ କବି ଥିଲେ ବୁଲାପ୍ରିୟ, ଭ୍ରମଣରତ, ଯୌବନପ୍ରାପ୍ତ, କଳ୍ପନାପ୍ରବଣ, ରୋମାଣ୍ଟିକ୍ ପ୍ରେମିକ। ପ୍ରେମାସକ୍ତ ମନ ନେଇ ଏକଦା ମଧ୍ୟପ୍ରଦେଶ ରାଜ୍ୟର ଇତିହାସ ପ୍ରସିଦ୍ଧ ଐତିହ୍ୟସମ୍ପନ୍ନ ଶିପ୍ରା ନଦୀ କୂଳସ୍ଥ ଏବଂ ବେତାଳ ସାଧକ ରାଜା ବିକ୍ରମାଦିତ୍ୟ ରାଜତ୍ୱ ସହର ଉଜ୍ଜୟିନୀ କିମ୍ବା ଓଡ଼ିଶା ରାଜ୍ୟର ସେହିପରି ଐତିହ୍ୟ ପ୍ରସିଦ୍ଧ ଏକଦା ମୋଗଲ, ମରହଟ୍ଟା ଏବଂ ଇଂରେଜ ଶାସନାଧୀନ ରାଜଧାନୀ ଥିବା ନଗର ସଭ୍ୟତାର ମାନବ ବସତି ମହାନଦୀ ଏବଂ କାଠଯୋଡ଼ି ନଦୀକୂଳିଆ କଟକ ନାମଧାରୀ ସହରରେ ବୁଲୁ ବୁଲୁ କବି ତାଙ୍କର ମାନସୀ ପ୍ରେୟସୀ ପ୍ରେମିକାଙ୍କୁ ପାଇ ପ୍ରେମ ବିବାହ କରି ସ୍ୱାମୀ ସ୍ତ୍ରୀ ହୋଇ ରୋମାଣ୍ଟିକ୍ ମନ ନେଇ ଭାବିଛନ୍ତି କି ନିଜର କପୋତ ପକ୍ଷୀ ଭଳି ସରଳ ନିରୀହ ନିଷ୍ପାପ ବିବାହିତ ଜୀବନଟି ଶରୀର ଏବଂ ମନ ଉଭୟ ଦିଗରୁ ସୁରୁଖୁରୁରେ ହସଖୁସିରେ ବିତିଯିବ। ଏହାର ଆଶା କରିଛନ୍ତି, ଯାହାକି ଭୁଲ। ମଣିଷ ଜୀବନ ସ୍ୱଳ୍ପକାଳ ପାଇଁ ହୁଏତ ସହଜରେ ବିତିଥାଏ, ହେଲେ ସାରା ଜୀବନ ଧରି ନୁହେଁ। ଜୀବନ ସୁଖମୟ ସତ, ହେଲେ ସବୁଦିନର ବା ପ୍ରତିଦିନର ପାଇଁ କଦାପି ନୁହେଁ। ଯଦି ଥାଆନ୍ତା, ତାହାହେଲେ ଜୀବନରେ ଦୁଃଖ, ଅବସାଦ, ହତାଶା ବୋଧ ନଥାନ୍ତା। ସ୍ୱଭାବ କବି ଗଙ୍ଗାଧର ମେହେର ତାଙ୍କର ପ୍ରଣୟବଲ୍ଲରୀ କାବ୍ୟରେ କଦାପି କହି ନଥାନ୍ତେ, ସୁଖ ଦୁଃଖ ଚିର ନୁହଁଇ ଜଗତେ ସଭିଙ୍କର ଅଛି କ୍ଷୟ। ଆଜି ଯା ବଦନ ହରଷରେ ପୂର୍ଣ୍ଣ, କାଲିକି ବିଷାଦମୟ। ଆଖିର କପୋତ ମୋର କବିତାରେ ବିବିଧତାପୂର୍ଣ୍ଣ ବୈଚିତ୍ର୍ୟମୟ ଜନ୍ମ, ମୃତ୍ୟୁ, ଜରା, ବ୍ୟାଧିଗ୍ରସ୍ତ ମଣିଷ ଜୀବନର ଏହିସବୁ ବିବରଣୀ ବା ବର୍ଣ୍ଣନା ସୂଚନାତ୍ମକ କୋଟିଂ ବା ବୋଳ ପ୍ରଲେପିତ ଓ ଛଦ୍ମତାଯୁକ୍ତ ଭାଷା ଚମତ୍କାରିତା ଦ୍ୱାରା ରହିଛି। କବିତାରେ ମଣିଷର ଯୌବନ ଏବଂ ବାର୍ଦ୍ଧକ୍ୟର ହୋଇ ଦୁଇଟି ଅବସ୍ଥା ଚିତ୍ରିତ। କବିତାଟିର ଦୁଇଟି ଭାଗ ଅଛି। ଯୌବନ ପରେ ଜୀବନକୁ ବାର୍ଦ୍ଧକ୍ୟ ଆସେ। ସୁତରାଂ କବିତାରେ ଥିବା ଯୌବନ ସ୍ଥିତିର ପ୍ରଥମେ ବ୍ୟାଖ୍ୟା କରାଯାଉଅଛି ସମୀକ୍ଷାତ୍ମକ ଦୃଷ୍ଟିକୋଣରୁ। କବିତାର ସାରାଂଶ: କବିତାର ନାୟକ କବି ନିଜେ ଜଣେ ନିରୀହ ହିଂସ୍ର ନଥିବା କପୋତ ପକ୍ଷୀର ଜୀବନୀ ଦୃଷ୍ଟିର ଚାହାଣୀରେ ସରଳ ମନ ନେଇ ଜୀବନ ବିତାନ
ଜୀବନକୁ ପତ୍ନୀଙ୍କ ସହିତ ସହଜ କରିବାକୁ ଚାହିଁଛନ୍ତି। ସେଥିପାଇଁ କବି ମନରେ ଭାବି ଦେଇଛନ୍ତି କି ନିଜ ଜୀବନର ସବୁ ଆଶାକୁ ଉଦ୍ୟମ ବଳରେ ପୂରଣ କରିବେ। ମାଟି ପୃଥିବୀର ବାସିନ୍ଦା କପୋତ ପକ୍ଷୀ ଖାଦ୍ୟ ଅନ୍ୱେଷଣରେ ଯେତେ ଉପର ଆକାଶରେ ଉଡ଼ି ବୁଲିଲେ ମଧ୍ୟ ଶେଷରେ ଯେମିତି ପୁଣି ମାଟି ପୃଥିବୀକୁ ଫେରି ଆସିଥାଏ, ଠିକ୍ ସେମିତି କବି ନିଜ ମୁଣ୍ଡ ଉପରେ ରହିଥିବା ଉଚ୍ଚ ଆକାଶକୁ ଦେଖି ମନରେ ବଡ଼ ହେବାର ସ୍ୱପ୍ନ ଦେଖିଛନ୍ତି, ଉଚ୍ଚ ଆଶା ପୋଷଣ କରିଛନ୍ତି। ନିଜର ନିରୀହ ନିଷ୍ପାପ ସହଜମୟ ପାରିବାରିକ ଦାମ୍ପତ୍ୟ ଜୀବନ ବିତାଇ କପୋତ ପକ୍ଷୀ ଦୁଇଟି ଅର୍ଥରେ କବିତାରେ ବ୍ୟବହୃତ, ଗୋଟିଏ ଚାହାଣୀର ନିରୀହତା ବା ସହଜମୟତା ଏବଂ ଅନ୍ୟଟି ଦେହ ପଞ୍ଜୁରୀରେ ଥିବା ମନ ପକ୍ଷୀ, ଯାହାକୁ ଦେହ ପଞ୍ଜୁରୀରୁ ଫିଟାଇ ମୁକ୍ତ ଖୋଲା ଉଚ୍ଚ ଆକାଂକ୍ଷାଯୁକ୍ତ ଆଶା ଅସଂଖ୍ୟତାର ଆକାଶରେ ଉଡ଼ିବାକୁ ଛାଡ଼ି ଦେଇଛନ୍ତି। ଜଗତର ପ୍ରତ୍ୟେକ ପ୍ରାଣଧାରୀ ପ୍ରାଣୀ ପେଟପାଟଣା ପାଇଁ ବଞ୍ଚିବାରେ ସଂଗ୍ରାମ କରି କ୍ଳାନ୍ତ ଶ୍ରାନ୍ତ ବା ହାଲିଆ ହୋଇଥାଏ। ପରିଶ୍ରମ କରି ହାଲିଆ ଯେ ହେବ ନାହିଁ ଏମିତି ନୁହେଁ, ଶ୍ରମରେ ହାଲିଆପଣ ଥାଏ। କବିଙ୍କର ଜୀବନୀ ଦୃଷ୍ଟିର ନିରୀହତା, ସରଳତା, ସହଜତାର କପୋତ ନାମକ ମନପକ୍ଷୀ ଖାଦ୍ୟ ଅନ୍ୱେଷଣରେ ଯେତେ ଉଚ୍ଚ ଆକାଶରେ ଉଡ଼ିଲେ ବି ଆକାଶକୁ ଟପିକି ଯାଇପାରିବ ନାହିଁ। ପୃଥିବୀ ବାସିନ୍ଦା ଥିବାରୁ ହାଲିଆ ହୋଇ ପୁଣି ପୃଥିବୀକୁ ଫେରିଆସିବ। ସେହିଭଳି କବିଙ୍କର ଉଚ୍ଚ ଆକାଂକ୍ଷାଯୁକ୍ତ ମନ ଅସଫଳତାରେ, ବ୍ୟର୍ଥତାରେ, ନିରାଶାର ଧାରୁଆ ଇସ୍ପାତ ବ୍ଲେଡର ଆଘାତ ଧକ୍କା ଖାଇ କପୋତ ପକ୍ଷୀ ଭଳି ମାଟିର ପୃଥିବୀକୁ ନିଜର ପାରିବାରିକ ସଂସାରକୁ ଫେରିଆସିଛି। ଅର୍ଥାତ୍ କବିଙ୍କର ମନରେ କରିଥିବା ସବୁ ଆଶା ତାଙ୍କ ଜୀବନରେ ସଫଳ ହୋଇନାହିଁ। ମଣିଷର ଭାବିବା ଏବଂ ସମୟର ହେବା ସର୍ବଦା ସମାନ ନୁହେଁ। ତେଣୁ ସବୁ ଆଶା ସେଥିପାଇଁ ସଫଳ ହୋଇନାହିଁ। ମଣିଷ କର୍ମରେ ଆଶା କରିପାରିବ, ହେଲେ ଫଳରେ ଆଶା କରିପାରିବ ନାହିଁ। କବି ସାଂସାରିକ କର୍ମଜୀବୀ ଥିବାରୁ ପେଟ ପୋଷିବା ପାଇଁ ନିଜର ନବବିବାହିତ ସ୍ତ୍ରୀଙ୍କୁ ଘରେ ଏକୁଟିଆ ଛାଡ଼ିଦେଇ ବାହାରକୁ ଚାଲିଯାଇଛନ୍ତି। କବିଙ୍କର ପ୍ରାଣପ୍ରିୟା ପତ୍ନୀ ଘରେ ଏକୁଟିଆ ଥିବାରୁ ଚିନ୍ତାଗ୍ରସ୍ତ ଥାଇ ଜୀବନ ସମ୍ପର୍କରେ ଭାବୁଛନ୍ତି କି ଜୀବନ ସର୍ବଦା ଯୌବନରେ ନଥିବ, ଜୀବନ ଦିନେ ପୁଣି ବୁଢ଼ା ହେବ, ରୋଗରେ ପଡ଼ିବ, ଆଉ ମୃତ୍ୟୁ ଭୋଗି ମରି ନଶ୍ୱର ସଂସାରରୁ ଚିର ବିଦାୟ ନେବ। ଏହା ହିଁ ଜୀବନର ପ୍ରକୃତ ଅର୍ଥ ଏବଂ ପ୍ରାତ୍ୟହିକ ଅତିବାହିତକରଣ। ଅର୍ଥାତ୍ ମାନବ ସଂସାରରେ ଜୀବନ ଏଇମିତି ହିଁ ବିତେ। ଜଗତର ସବୁ ମଣିଷଙ୍କ ଜୀବନ ପ୍ରତିଦିନ ଏଇଭଳି ହିଁ ବିତିଥାଏ, ଯାହାକି ଦୁନିଆର ଚିରାଚରିତ ଧାରା। ପ୍ରତିଦିନ ଶବ୍ଦରେ ଏହା ସୂଚିତ ହୋଇଛି। ତଥାପି ଜୀବନ ଏହାରି ଭିତରେ ଥାଇ ଉପଭୋଗ ବା ମଉଜ ମଜଲିସ୍ କରେ। ସେଥିପାଇଁ ସମୁଦ୍ର କୂଳରେ ଯାଇ କବି ଦମ୍ପତି ବସିଛନ୍ତି। କବି ନିଜର ଛୋଟ ଛୋଟ ହାତ ପାପୁଲିରେ ସମୁଦ୍ରର ବିରାଟ ବିରାଟ ଉଚ୍ଚ ଉଚ୍ଚ ଲହଡ଼ିକୁ ଧରିଛନ୍ତି। ସ୍ଥବିର ବା ସ୍ଥିର ବାଲିର ଦେହକୁ ହାତ ପାପୁଲିରେ ଆଉଁସିଛନ୍ତି। ପ୍ରଚଣ୍ଡ ଗ୍ରୀଷ୍ମ ଋତୁର ଧୁ ଧୁ ମୁଣ୍ଡଫଟା ଖରାରେ ବାହାରୁ ତରତର ହୋଇ ଘରକୁ ଫେରି ଘରେ ବିଶ୍ରାମ ନେଇ ଦେହରୁ ଝାଳ ଶୁଖିଗଲା ପରେ ଗାଧୋଇ ପରିଷ୍କାର ହୋଇ ଦ୍ୱିପ୍ରହରର ମଧ୍ୟାହ୍ନ ଭୋଜନ ଖାଇସାରି ବିଛଣାରେ ପତ୍ନୀଙ୍କ ସହିତ ଏକାଠି ଶୋଇ ରହି ପତ୍ନୀଙ୍କ ସହିତ ସହବାସ ରୀତିରେ ଶାରୀରିକ ସମ୍ବନ୍ଧରେ ମିଶି ପତ୍ନୀଙ୍କଠାରୁ ତାଙ୍କର ପ୍ରଥମ ପିଲା ପୁତ୍ର ସନ୍ତାନର କାମନା କରିଛନ୍ତି। ଯେଉଁ ପୁତ୍ର ସନ୍ତାନ କି କବିଙ୍କର ବଂଶରକ୍ଷା କରିବ, କବିଙ୍କର ବାର୍ଦ୍ଧକ୍ୟର ସହାୟ ହେବ। କବି ଯେମିତି ନିଜେ ପୁଅ ହୋଇ ତାଙ୍କ ପିତାଙ୍କର ବଂଶରକ୍ଷା କଲେ, ଠିକ୍ ସେମିତି କବିଙ୍କର ନିଜର ପୁଅ କବିଙ୍କର ବଂଶ ରଖିବ ଏବଂ ଏହା କବି ନିଜ ସ୍ତ୍ରୀଙ୍କଠାରୁ ଯୌନକ୍ରିୟା ଦ୍ୱାରା ପାଇବେ। ଏହା ହିଁ ପିତୃପୁରୁଷର ସ୍ମୃତି ବା ମନେ ପକାଇବା। ପୁଅ ହେବା ନ ହେବା ସେ ଅଲଗା କଥା, ବିଧି ପ୍ରକ୍ରିୟା। ଭାବି ନେବାରେ ତ କିଛି ଦୋଷ ନାହିଁ। ମଣିଷ ମନରେ ଏମିତି କେତେ କଥା ଭାବି ନେଇଥାଏ। ମଣିଷର ସବୁ ଭାବନା କ'ଣ ସତ ହୋଇଥାଏ? ତଥାପି ମଣିଷ ଭାବେ। ସେମିତି କବି ଭାବି ଦେଇଛନ୍ତି। କବିଙ୍କର ପତ୍ନୀ ଗର୍ଭବତୀ ଥିବାରୁ ପେଟ ଫୁଲିଯାଇଛି, ଦେହ ଶେତାଳିଆ ବା ସିଠା ହୋଇଯାଇଛି, ଶୁଖିଯାଇଛି, ଯାହାକୁ କବି ବିବର୍ଣ୍ଣ ବା ଅସୁନ୍ଦର ଶବ୍ଦ ଜରିଆରେ ପ୍ରକାଶ କରିଛନ୍ତି। ପତି ପତ୍ନୀ ଏକାଠି ବିଛଣାରେ ଶୋଇ ରହି ପ୍ରେମାଳାପରେ ମଗ୍ନ ଅଛନ୍ତି, ଯେଉଁଥିରେ ଅଛି ପାର୍କର ଘାସ ପଡ଼ିଆରେ ଗଛପତ୍ରର ଛାଇ ତଳେ ଏକତ୍ର ବସିଥିବାର ଦୃଶ୍ୟ। ଧୀରେ ଧୀରେ ପରସ୍ପର ମଧ୍ୟରେ କଥା
ହେଉଥିବାର ଦୃଶ୍ୟ। କାରଣ ପାର୍କରେ ଆଉ ଲୋକମାନେ ମଧ୍ୟ ଅଛନ୍ତି, ବୁଲୁଛନ୍ତି। ସେମାନେ ଶୁଣିବେ ଏମାନଙ୍କର କଥା। ସେ ଲାଗି ଚୁପ୍ ଚୁପ୍ ଧୀରେ ଧୀରେ କଥା ହେଉଥିଲେ। ପୁଣି ଜଳପ୍ରପାତ ଦେଖିବା, ବଣଭୋଜି କରିବାକୁ ଯାଇ ଜଙ୍ଗଲର ଘାଟି ବଣ ରାସ୍ତା ମଧ୍ୟ ଅତିକ୍ରମ କରିଥିବାର କଥା ବି ଥିଲା। ମଣିଷ ଜୀବନ ମଧ୍ୟ ଉଠା ପକା, ବୁଲାଣି ବଙ୍କାଣି, ଜଙ୍ଗଲର ଘାଟି ରାସ୍ତା ଭଳି ଉତ୍ଥାନ ପତନମୟ। ଶିଉଳି ଘେରା ପୋଖରୀ ପାଣିରେ ଗାଧୁଆ, ଶିଉଳି ତଳେ ପାଣି ଥିବା ଭଳି କବି ପତ୍ନୀଙ୍କ ପେଟ ଭିତରେ ପିଲା ଅଛି। ଶିପ ଶାମୁକା ପଡ଼ିଥିବା ନଦୀ ବାଲିରେ ବସିବା, ଗାଧୋଇବାର ଦୃଶ୍ୟ ଦୁହିଁଙ୍କର କଥାବାର୍ତ୍ତାର ପ୍ରସଙ୍ଗ ଥିଲା। ଶାମୁକା ଭିତରେ ମୁକ୍ତା, ପେଟ ଭିତରେ ପିଲା, ଏଇ କଥା ବୁଝାଇବା ପାଇଁ ଶିପ ଶାମୁକା ଶବ୍ଦ କବିତାରେ ପ୍ରୟୋଗିତ। ମଣିଷ ମନ ପରସ୍ପର ସହିତ ସବୁବେଳେ ମିଶି ନଥାଏ। କେବେ କେମିତି ସେଥିରେ ମତାନ୍ତର ନେଇ ମନାନ୍ତର ହୋଇଥାଏ। କବିଙ୍କ ଜୀବନରେ ବି ଏଭଳି ଅବସ୍ଥା ଆସିଥିବାରୁ କବି ସେମିତି ଦୁଃଖ ଭରା ରାତିରେ ବିଛଣାରେ ଥାଇ ନିଦରେ ଶୋଇ ନ ପାରି ପତ୍ନୀଙ୍କ ସହିତ କଳି କରି ଘର ଅଗଣାକୁ ଚାଲି ଆସି ଯେତେବେଳେ ମୁଣ୍ଡ ଉପର ଆକାଶକୁ ଚାହିଁ ଦେଇଛନ୍ତି, ଆଉ ଦେଖିଛନ୍ତି ଭେଳା ଭେଳା ଖଣ୍ଡ ଖଣ୍ଡ ବଉଦ ବା ବାଦଲ ତଳେ ଧଳା ତୋଫା ଜହ୍ନ ଲୁଚିଯାଇ ମଇଳା ମଳିଚିଆ ବା ଅସୁନ୍ଦର ଦିଶୁଛି। ଯେମିତି କବିଙ୍କର ବିସ୍ତୃତ ଜୀବନ ଆକାଶରେ ମନୋମାଳିନ୍ୟର କଳା ବାଦଲ ଅଳ୍ପ ସମୟ ପାଇଁ ତାଙ୍କର ଉପଭୋଗମୟ ଜହ୍ନକୁ ଢାଙ୍କି ଦେଇ କବିଙ୍କ ମନକୁ ଦୁଃଖିତ କରାଇଅଛି। ଜହ୍ନ ଯେମିତି ଆକାଶର ଗୋଟିଏ ପାଖରୁ ଉଦୟ ହୋଇ ଅନ୍ୟ ପାଖକୁ ଯାଇ ଡୁବେ, ଅସ୍ତ ହୋଇଥାଏ, ସେମିତି ଜୀବନ ସମୟ ପଥରେ ଏକ ପାର୍ଶ୍ୱରୁ ଜନ୍ମ ହୋଇ ଅପର ପାର୍ଶ୍ୱକୁ ଯାଇ ମରେ। ଏଇଠି କବିତାର ପ୍ରଥମ ଭାଗର ସମାପ୍ତି। କବିତାର ଦ୍ୱିତୀୟ ଭାଗରେ ଥିବା ବାର୍ଦ୍ଧକ୍ୟର ବର୍ଣ୍ଣନା ହେଲା। ଚୈତ୍ର ଏକ ଋତୁ। ସେ ମଣିଷ ନୁହେଁ ଯେ ତାର ଦେହ ରହିବ। ତେବେ ଏଠି ଚୈତ୍ରର ଜୀର୍ଣ୍ଣ ଦେହ କହିଲେ କବିଙ୍କର ନିଜର ବୁଢ଼ା ଶରୀର, ଯେଉଁଥିରୁ ଯୌବନର ପତ୍ର ଝଡ଼ିଯାଇଛି। ଚୈତ୍ର ଋତୁରେ ଗଛ ପତ୍ର ଝଡ଼ା ଦେଇଥିବା ଭଳି ଶରୀର ଝଡ଼ି ପତଳା ଏବଂ ଦୁର୍ବଳ ହୋଇଯାଇଛି। ଚାଲିଲା ବେଳେ ହଲି ଯାଉଛି, ଏପଟ ସେପଟ ହୋଇଯାଉଛି। ବାଟରେ କାଳେ କବି ପଡ଼ିଯିବେ, ସେଥିପାଇଁ କବି ପତ୍ନୀ କବିଙ୍କୁ ଧରି ବାଟ ଚଲାଉଛନ୍ତି। ଟଳି ଟଳି ବାଟ ଚାଲିବାକୁ ବାଲିରେ ବାଲି ଜନ୍ଦାର ବାଲି ଭଉଁରୀ କରିବାର ଶବ୍ଦଚିତ୍ର ରୂପକଳ୍ପ ଦ୍ୱାରା ଏବଂ କବିଙ୍କୁ ଧରି ବାଟ ଚଲାଇବାକୁ ସାଉଁଟିବା ବା ଗୋଟାଇବା ଶବ୍ଦ ଦ୍ୱାରା କବି ଅଭିବ୍ୟକ୍ତି ଦେଇଛନ୍ତି, ପ୍ରକାଶ କରିଛନ୍ତି ବକ୍ତୃକ୍ତି କରିବା ରୀତିରେ। ମନ ଫଟାଫଟି ବା ମନୋମାଳିନ୍ୟ ମନୁଷ୍ୟ ଜୀବନର ସବୁଦିନିଆ ବ୍ୟାପାର ନୁହେଁ। ସେଥିପାଇଁ କବି ପତ୍ନୀ କବିଙ୍କୁ ପୁଣି ଭଲ ପାଇଛନ୍ତି। ଯେହେତୁ ଭଲ ପାଇ ବିବାହ କରିଛନ୍ତି, ଅଗତ୍ୟା ବାରମ୍ବାର ଭଲ ପାଇବେ। କାରଣ ସ୍ୱାମୀ ବିନା ତାଙ୍କର ସଂସାରରେ କିଏ ଆଉ ଅଛି? ସେ ସ୍ୱାମୀଙ୍କର, ସ୍ୱାମୀ ତାଙ୍କର। ପରସ୍ପର ପରସ୍ପରର ପରିପୂରକ, ଏକ ଆରେକର ଭରସା। ସେ ଲାଗି କବିଙ୍କର ହାତ ଧରି ଭରସାୟିତ ଜୀବନ ପଥ ଉଭୟେ ଚାଲିବେ, ସ୍ନେହର ସହିତ ଡକାଡକି ହୋଇ। ମଣିଷର ନଶ୍ୱର ସାଂସାରିକ ଜୀବନ, ଜୀବନ ଓ ମୃତ୍ୟୁର ମଧ୍ୟବର୍ତ୍ତୀ ଦୁଇଟି ଅବସ୍ଥା। କେତେବେଳେ ସୁଖ ତ କେବେ ଅବା ଦୁଃଖ ମିଳିଥାଏ, ଯାହାର ସଠିକତା କିଛି ନାହିଁ। ଆତ୍ମା ବା ମନ ତେଣୁ ତଦନୁଯାୟୀ ଚାଳିତ। ଯୋଉଥିପାଇଁ କବି ତାଙ୍କର ସ୍ତ୍ରୀଙ୍କୁ କହିଛନ୍ତି, ତୁମର ଆତ୍ମା ବା କାହିଁ, ମୋ ଦେହ ବା ଜୀବନ୍ତ କେଉଁଠି? ମଣିଷ ଜୀବନରେ ନିରାଶା ରହିବା ନିଶ୍ଚିତ, ଠିକ୍ ସୁନୀଳ ଆକାଶରେ ମେଘର ଥିବା ଭଳି। ଏଇ ନିରାଶା ଧାରୁଆ ହୋଇ ମଣିଷ ଜୀବନକୁ କାଟେ, ବାଧାବିଘ୍ନ ସୃଜେ, ମନକୁ ଆଘାତ ଦିଏ, ମଣିଷକୁ ନିରୁତ୍ସାହିତ କରାଏ, ନିରୀହ ମନ ଅସ୍ଥିର ହୁଏ। କବି ଦମ୍ପତିଙ୍କ ମନ ଯୁଗଳ ଠିକ୍ ସେମିତି ହୋଇଛି। କବି ଉପଲବ୍ଧି କରିଛନ୍ତି କି ତାଙ୍କର ସବୁ କ୍ଷେତ୍ରରେ ଉଚ୍ଚ ଆଶା କରିବା ବୃଥା। କାରଣ ମାନବ ପାଞ୍ଚଇ ମାଧବ କରଇ, ମ୍ୟାନ୍ ପ୍ରପୋଜେସ୍ ଗଡ୍ ଡିସ୍ପୋଜେସ୍। ସଂସ୍କୃତରେ କଥା ଅଛି, ଭାଗ୍ୟମ୍ ଫଳତି ସର୍ବତ୍ର ନ ବିଦ୍ୟା ନ ଚ ପୌରୁଷମ୍। ରାଧାନାଥ ରାୟ ନନ୍ଦିକେଶ୍ୱରୀ କାବ୍ୟରେ କହିଛନ୍ତି, ଶକ୍ତି ନାହିଁ ବତ୍ସ କାହାରି ଜଗତେ, ନିୟତି କି ନେବ ନିଜ ଇଚ୍ଛା ପଥେ। ଏଥିପାଇଁ ବୋଧେ କବି କହିଛନ୍ତି, ଆଖିର କପଟ ମୋର ଫେରିଆସେ ଯେତେବେଳେ ଆକାଶର ଭ୍ରାନ୍ତି ପାରି ହୋଇ। ଅର୍ଥାତ୍ କବିଙ୍କର ଜୀବନ ରୂପକ ଚାହାଣୀର ନିରୀହତା, ସହଜତାର କପଟ, ଉଚ୍ଚ ଆଶାର ଅସଂଖ୍ୟତାର ଆକାଶରୁ ଉଡ଼ି ନିରାଶାର ମାଟିର ପୃଥିବୀକୁ ଫେରିଆସି ହାଲିଆ ହୋଇଯାଇଛି, କ୍ଷୁଧାତୁର ବା ଭୋକିଲା ହୋଇଛି, ତୃଷାର୍ତ୍ତ ମନେ କରିଛି, ଦୁଃଖ ଭୋଗିଛି ଏବଂ କାନ୍ଦିଛି। ତଥାପି ଅନୁଭବ କରିଛି, ବିଫଳତା ହେଉଛି ସଫଳତାର ଚାବିକାଠି ବା ଫେଲୁଅର ଇଜ୍ ଦ ପିଲାର ଅଫ୍ ସକ୍ସେସ୍। ଏଇ ନ୍ୟାୟରେ ଭାବି ଜୀବନକୁ ପୁଣି ସ୍ୱପ୍ନମୟ ଆଶା ଉଦ୍ଦୀପ୍ତ କରାଇଛି। ମନରେ ପୁନର୍ବାର ଆଶା ବାନ୍ଧି ପୁଣି ଥରେ ଜୀବନରେ ଜିତିବାର, ସଫଳତା ପାଇବାର ସଂକଳ୍ପ କରି ଜୀବନ ଯୁଦ୍ଧରେ ଓହ୍ଲାଇଅଛି। କାଳ ସମୁଦ୍ରର ସୁଅରେ, ସମୟ ନଈର ସ୍ରୋତରେ ଜୀବନକୁ ଭସାଇ ଦେଇଛି। ନିରାଶାରେ ଆଶାୟିତ ମନଟି ହୋଇଅଛି। ଜୀବନ
ଜୀବନରେ ଧୈର୍ଯ୍ୟ ଧାରଣର ଏହା ଅପର ନାମ। କବିଙ୍କର ଦୁଃଖମୟ ଜୀବନ ପାଲଟି ଯାଇଛି ଶୂନଶାନ ଥିବା ଖରାଦିନର ଦ୍ୱିପ୍ରହର, ଯେଉଁଠି ମଣିଷ ଘରେ ଥିବାରୁ ଗଛରୁ ପତ୍ର ଝଡ଼ିବା ଏବଂ ଖରାର ତେଜ ବା ପ୍ରଚଣ୍ଡତାର ଦାଉ, ତାର ଗରମପଣ ମଣିଷ ଉପଲବ୍ଧି କରିପାରି ନଥାଏ। ଖରାର ଏତାଦୃଶ ପ୍ରଖରତାକୁ କବି ଖରାର ନିଶ୍ୱାସ ବୋଲି କହିଛନ୍ତି, ଯାହାକି ମଣିଷ ଦେହରେ ବାଜିବାକୁ ବୁଝାଏ। କେବେ କେଉଁ ଅତୀତରେ କବି ଓ ତାଙ୍କ ପ୍ରେମିକା ପତ୍ନୀ ଯୌବନରେ ଥିବାବେଳେ ମତାଣିଆ ବା ଖିଆଲି ମନ ନେଇ ସମୁଦ୍ର କୂଳର ଝାଉଁବଣରେ ପ୍ରେମମଗ୍ନତାରେ ବୁଲୁଥିଲେ ଶୀତ ଋତୁର କୁହୁଡ଼ି ସମୟରେ। ସେହି କୁହୁଡ଼ି ଝାଉଁବଣର ଉପରିଭାଗକୁ ଘୋଡ଼ାଇ ଦେଇଥିବାରୁ ଝାଉଁବଣ ଧୂଆଁଳିଆ ଦିଶୁଥିଲା, ସଫା ବା ସ୍ପଷ୍ଟ ଦିଶୁନଥିଲା। ଜଣାପଡ଼ୁଥିଲା ସତେକି ଝାଉଁବଣର କୁହୁଡ଼ିଘେରା ଉପରିଭାଗ ଯେମିତି ଆକାଶରେ ମିଶିଯାଇଛି। କାରଣ ଆକାଶରେ ଥିବା ଧଳା ମେଘମାଳା ସବୁ ଝାଉଁବଣର ଉପର ଦେଇ ଭାସି ଯାଉଥିଲେ। ସେଥିପାଇଁ କବି ଏଭଳି କହିଛନ୍ତି, ଯେମିତି ପାହାଡ଼ ପର୍ବତର ଉପରିଭାଗ ଦେଇ ମେଘ ଚରିଥାଏ, ଭାସି ବୁଲିଥାଏ, ଝାଉଁବଣ ସେମିତି ଭ୍ରମ ଲେଖକ ଦୃଷ୍ଟିକୁ ଆଣିଛି ବୋଲି କବି କହିଛନ୍ତି। ଝାଉଁବଣ ମିଶିଯାଏ ଧୂଆଁ ହୋଇ ଆକାଶ ଭିତରେ। ବାକ୍ୟାଂଶଟିକୁ କବି ଘରେ ବୁଢ଼ା ହୋଇ ବସି ନିଜର ମତିଭ୍ରମ ହେତୁ ସଠିକ୍ ଭାବିପାରୁ ନଥିଲେ କି ସେ ନିଜର ପ୍ରେମିକା ପତ୍ନୀଙ୍କୁ କେଉଁଠି ପ୍ରଥମେ ପାଇଥିଲେ, କ'ଣ ଉଜ୍ଜୟିନୀରେ ନତୁବା କଟକ ସହରରେ। କବିତାର ରଚନା ଚମତ୍କାର, ଏହା ନିଃସନ୍ଦେହ। ପରନ୍ତୁ ପାଠକୀୟ ବୁଝିବା ତଦନୁଯାୟୀ ହେଲେ କବିତା ପାଠ ଉପଭୋଗ୍ୟ ହେବ, ନହେଲେ ବିରକ୍ତି ଆଣିବ। ବାଜେ କବିତା କହି ପାଠକ ହତାଦର ଅନାଦର କବିତାର ଅସମ୍ମାନ କରିବ, ଯାହାକି ସ୍ୱତଃସିଦ୍ଧ। ବୁଝି ହେଉ ନଥିଲେ କବିତା ପଢ଼ିବାର ଲାଭ ନାହିଁ। କେବଳ ସମୟର ଅପବ୍ୟୟ। ଯାହା ପ୍ରକୃତ ନ ବୁଝି ବୁଝିଅଛି ବୋଲି ବାହାସ୍ଫୋଟ ମାରିବା, ଭୁଲ ସମୀକ୍ଷା କରିବା ତତୋଧିକ ଦୁଃଖଦାୟକ କାମ। କପୋତପକ୍ଷୀ ନାମରେ ଓଡ଼ିଆ ଭାଷାରେ ରଚିତ ଅନ୍ୟାନ୍ୟ କବିତାଗୁଡ଼ିକର ନାମ ହେଲା କବି ଗୁରୁପ୍ରସାଦ ମହାନ୍ତିଙ୍କର ନିଜର ଅଧିକା ଏକ କବିତା କପୋତ କପୋତୀ, ଅତିବଡ଼ି ଜଗନ୍ନାଥ ଦାସଙ୍କର ଭାଗବତରେ ଥିବା ଏଣୁ କପୋତ ଗୋରୁ ମୋର, ଓଡ଼ିଆ ଅଧ୍ୟାପକ ବେଣୁଧର ରାଉତଙ୍କର ପିଙ୍ଗଳାର ସୂର୍ଯ୍ୟ ନାମକ କବିତା ପୁସ୍ତକରେ ଥିବା ନୂତନ ବର୍ଷ ଓ କପୋତ। ନୂତନ ବର୍ଷ କିଭଳି ଶାନ୍ତି ତଥା ସଦ୍ଭାବନାର ବର୍ଷ ହେଉ, ଏହାର କାମନା କବି କବିତାଟିରେ କରିଛନ୍ତି। ଭାଗବତର କପୋତ ସାଂସାରିକ ମୋହମାୟାର ରୂପକ ହୋଇଛି। ସେଥିପାଇଁ କବିତାରେ କପୋତ ଶବ୍ଦ ମିଥ୍ ଅର୍ଥରେ ପ୍ରୟୋଗିତ।